ଆଜିଠୁ ରାଜ୍ୟରେ ଅଗ୍ନିବର୍ଷା ହିଟ୍ୱେଭ୍ ପାଇଁ ସତର୍କ କଲା ପାଣିପାଗ ବିଭାଗ। ତ ଚାଲ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟଟି କ'ଣ ରହିଛି। ତାତିରେ ସିଝୁଛି ସାରା ଓଡ଼ିଶା, ଆକାଶରୁ ହେଉଛି ଅଗ୍ନିବର୍ଷା, ଉପକୂଳରୁ ଉପାନ୍ତ ସବୁଠି କଲବଲ କରୁଛି ଟାଣ ଖରା। ଆଜିଠାରୁ ବିଭିନ୍ନ ଜିଲ୍ଲାରେ ହିଟ୍ୱେଭ୍ ବା ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିବା ନେଇ ଆଲର୍ଟ ଜାରି ହୋଇଛି। ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ ଓ କେନ୍ଦୁଝରରେ ହିଟ୍ୱେଭ୍ ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ସେଭଳି ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, କନ୍ଧମାଳ ଓ ନୟାଗଡ଼ରେ ଉଷ୍ମତାତି ଅନୁଭୂତ ହେବ। ଏପ୍ରିଲ 4 ତାରିଖରେ 8 ଜିଲ୍ଲା ଓ 5 ଏବଂ 6 ତାରିଖରେ 10 ଜିଲ୍ଲାରେ ହିଟ୍ୱେଭ୍ ନେଇ ସତର୍କ କରିଛି ପାଣିପାଗ ବିଭାଗ। ଆଜି ପଶ୍ଚିମ ଓଡ଼ିଶାରେ କିଛି ଜିଲ୍ଲାରେ 42 ଡିଗ୍ରୀ ଓ ହିଟ୍ୱେଭ୍ ଜିଲ୍ଲାରେ 40ରୁ 41 ଡିଗ୍ରୀ ତାପମାତ୍ରା ରେକର୍ଡ ହେବା ସହ ଝାଞ୍ଜି ପବନ ପ୍ରବାହିତ ହେବ। ଆସନ୍ତା 6 ତାରିଖ ଯାଏଁ ଏହିଭଳି ପାଗ ବଳବତ୍ତର ରହିବ। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ପେନ୍ସନଭୋଗୀଙ୍କୁ ମିଳିବ ଅଧିକ ପେନ୍ସନ୍, 4% ବଢ଼ିଲା ଡିଆର୍। ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟଟି କ'ଣ ରହିଛି। ପେନ୍ସନଭୋଗୀଙ୍କୁ କେନ୍ଦ୍ର ସରକାର ଏକ ଚମତ୍କାର ଉପହାର ଦେଇଛନ୍ତି। ସରକାର ନିକଟରେ ମହଙ୍ଗା ରିଲିଫ୍ ଭତ୍ତା 4% ବୃଦ୍ଧି ହୋଇ 50% ହୋଇଯାଇଛି। ଏହି ବର୍ଦ୍ଧିତ ମୂଲ୍ୟ 2024 ଜାନୁଆରୀ 1ରୁ ପ୍ରଯୁଜ୍ୟ ହେବ। ମହଙ୍ଗା ଭତ୍ତାରେ ସରକାର 4% ବୃଦ୍ଧି ଘୋଷଣା କରିବା ପରେ କର୍ମଚାରୀ ଏବଂ ପେନ୍ସନଭୋଗୀମାନେ ଅନେକ ସୁବିଧା ପାଇବାକୁ ଯାଉଛନ୍ତି। ମାର୍ଚ୍ଚ 13ରେ ଏକ କାର୍ଯ୍ୟାଳୟ ସ୍ମାରକପତ୍ର ଅନୁଯାୟୀ ପେନ୍ସନ୍ ଏବଂ ପେନ୍ସନଭୋଗୀ କଲ୍ୟାଣ ବିଭାଗ ଅନେକ ବର୍ଗରେ ଡିଆର୍ କାର୍ଯ୍ୟକାରୀ କରିବ ବୋଲି ସୂଚନା ଦିଆଯାଇଥିଲା। କର୍ମଚାରୀଙ୍କ ଡିଆର୍ ବୃଦ୍ଧି ପିଏସ୍ୟୁ ଏବଂ ସ୍ୱୟଂଶାସିତ ସଂସ୍ଥାଗୁଡ଼ିକରେ କେନ୍ଦ୍ର ସରକାରୀ ପେନ୍ସନଭୋଗୀଙ୍କ ସମେତ ବେସାମରିକ କେନ୍ଦ୍ର ସରକାର ପେନ୍ସନଭୋଗୀ ଏବଂ ପରିବାର ପେନ୍ସନଭୋଗୀ ବର୍ତ୍ତମାନ ଅଧିକ ଟଙ୍କା ପାଇବେ। 15 ବର୍ଷର ଯାତାୟାତ ଅବଧି ସମାପ୍ତ ହେବା ପରେ ପୂର୍ଣ୍ଣ ପେନ୍ସନ୍ ଯୋଜନା ମଧ୍ୟ ପୁନରୁଦ୍ଧାର ହେବ। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ଆକାଉଣ୍ଟକୁ ଆସିବ ପୁରା 15,000 ଟଙ୍କା, ଏହି ତାରିଖରେ ଆସିବ ଟଙ୍କା। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟଟି କ'ଣ ରହିଛି। ବ୍ୟାଙ୍କ ଆକାଉଣ୍ଟରେ ଖୁବ୍ ଶୀଘ୍ର ଟଙ୍କା ଜମା ହେବା ବୋଲି କହିଛନ୍ତି ସରକାର। ଏଭଳି ଏକ ଘୋଷଣା ପରେ ଅନେକ ଲୋକଙ୍କୁ ଆଶ୍ୱସ୍ତି ମିଳିବାକୁ ଯାଉଛି। ଆନ୍ଧ୍ରପ୍ରଦେଶରେ ଥିବା ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ମିଳୁଛି। ଏହି ରାଜ୍ୟ ସରକାର ଏହି ବିଷୟରେ ପ୍ରକାଶ କରିଛନ୍ତି। ସରକାର ଟଙ୍କା କେବେ ରିଲିଜ୍ କରିବେ ସେ ନେଇ ତାରିଖ ଘୋଷଣା କରିଛନ୍ତି। ତେଣୁ ଏହା ନିଶ୍ଚିତ ଭାବରେ ହିତାଧିକାରୀଙ୍କ ପାଇଁ ଏକ ଆଶ୍ୱସ୍ତିକର ବିଷୟ ହେବାକୁ ଯାଉଛି। ଏହି ଯୋଜନା ଅଧୀନରେ ଗରିବ ଶ୍ରେଣୀର ଲୋକଙ୍କୁ ଟଙ୍କା ମିଳିବ। ଏହି ଯୋଜନା ଅଧୀନରେ 45ରୁ 60 ବର୍ଷର ବୟସର ମହିଳାଙ୍କୁ ବାର୍ଷିକ 15,000 ଟଙ୍କା ସହାୟତା ରାଶି ପ୍ରଦାନ କରି ଆସୁଛନ୍ତି ସରକାର। ତେଣୁ ଯଦି ଆପଣ ଏହି ଯୋଜନାରେ ପଞ୍ଜୀକୃତ ଅଛନ୍ତି ତେବେ ଆପଣଙ୍କୁ ଟଙ୍କା ମିଳିବ। YSR EBC ନିସ୍ତମ ଯୋଜନାରେ ଟଙ୍କା ରାଜ୍ୟବାସୀଙ୍କ ଆକାଉଣ୍ଟରେ କ୍ରେଡିଟ୍ ହେବ। ଆନ୍ଧ୍ରପ୍ରଦେଶର ଜଗନ ସରକାର ଏହି YSR ଚେହୁତା ଯୋଜନାରେ ମହିଳାଙ୍କୁ ବାର୍ଷିକ 18,750 ଟଙ୍କା ଦେଇ ଆସୁଛନ୍ତି। ଗତ ମାସରେ ଏହି ଯୋଜନାରେ ଟଙ୍କା ରିଲିଜ୍ କରିସାରିଛନ୍ତି ସରକାର। ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଦେଇଛନ୍ତି ମହିଳା ଗୋଷ୍ଠୀମାନେ। କିନ୍ତୁ କିଛି ମହିଳା ଏପର୍ଯ୍ୟନ୍ତ ଏହି ଯୋଜନାରେ ଟଙ୍କା ପାଇପାରି ନାହାନ୍ତି। ଏହାର ଅର୍ଥ ହେଉଛି ଯଦିଓ ସରକାର ଏହି ଟଙ୍କା ଛାଡ଼ିଛନ୍ତି ତଥାପି ମହିଳା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପାଇପାରି ନାହାନ୍ତି। ଏହି ଟଙ୍କା କେବେ ଆକାଉଣ୍ଟକୁ ଆସିବ ତାହାକୁ ଅପେକ୍ଷା କରିଛନ୍ତି ମହିଳା ଗୋଷ୍ଠୀମାନେ। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ଏହି ଦିନ ଚାଷୀଙ୍କ ଆକାଉଣ୍ଟକୁ ଆସିବ 17ତମ କିସ୍ତି ଟଙ୍କା। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟଟି କ'ଣ ରହିଛି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ 4 ମାସରେ ଚାଷୀଙ୍କ ଆକାଉଣ୍ଟକୁ 2,000 ଟଙ୍କା ଲେଖାଏଁ ଜମା କରନ୍ତି ସରକାର। ଏହାଦ୍ୱାରା ଚାଷୀଙ୍କ ଆର୍ଥିକ ସମସ୍ୟା କିଛି ମାତ୍ରାରେ ଦୂରେଇ ଯାଇଥାଏ। ଇତିମଧ୍ୟରେ ପୁଣି ଥରେ ଚାଷୀ ସରକାରଙ୍କ ଦ୍ୱାରା ଟଙ୍କା ପାଇବାକୁ ଯାଉଛନ୍ତି। କେନ୍ଦ୍ର ସରକାର ବାର୍ଷିକ ପ୍ରାୟ 7,20,00,000 ଟଙ୍କା ବଜେଟ୍ ପ୍ରସ୍ତୁତ କରୁଛନ୍ତି, ଯାହା ସିଧାସଳଖ କୃଷକଙ୍କ ଆକାଉଣ୍ଟକୁ ପଠାଯାଏ। ବର୍ତ୍ତମାନ ଏହି ଯୋଜନାର 16ତମ କିସ୍ତି ଫେବୃଆରୀ 28ରେ କୃଷକଙ୍କ ଆକାଉଣ୍ଟରେ ଜମା ହୋଇଥିଲା। କିନ୍ତୁ ଯେଉଁମାନେ 17ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି ଏହି ଖବର ସେମାନଙ୍କୁ ଖୁସି କରିପାରେ। କିନ୍ତୁ ଏମିତି ଅନେକ ଚାଷୀ ଅଛନ୍ତି ଯେଉଁମାନେ ଏହି ଲାଭ ପାଇବାରୁ ବଞ୍ଚିତ ହୋଇପାରନ୍ତି। ତେବେ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଚର୍ଚ୍ଚା ହେଉଥିଲା ଯେ ଏପ୍ରିଲରେ ଚାଷୀକୁ ପୁଣି ଥରେ କିସ୍ତି ଟଙ୍କା ଦେବେ ସରକାର। ଏପ୍ରିଲ ତୃତୀୟ ସପ୍ତାହ ମଧ୍ୟରେ ଏହି ରାଶି ଜାରି କରିପାରନ୍ତି ସରକାର। ସେହି କୃଷକ ଯେଉଁମାନେ ସରକାରୀ କର୍ମଚାରୀ, ପେନ୍ସନଭୋଗୀ ଏବଂ ଆୟକର ପ୍ରଦାନକାରୀ ଏହି ଯୋଜନାର ଲାଭ ପାଇପାରିବେ ନାହିଁ। ଗୋଟିଏ ପରିବାରର କେବଳ ଜଣେ ସଦସ୍ୟ, ସ୍ତ୍ରୀ କିମ୍ବା ସ୍ୱାମୀ ଏହି ଯୋଜନାର ଲାଭ ପାଇପାରିବେ। ଏହାକୁ ଦୃଷ୍ଟିରେ ରଖି ଏହି ପରିମାଣରେ ଅନେକ କୃଷକ ଗତ 2 ବର୍ଷ ଧରି ଅଟକି ରହିଥିଲେ। ଅନୁସନ୍ଧାନ ବେଳେ 100 ଅଯୋଗ୍ୟ ଚାଷୀଙ୍କୁ ନୋଟିସ୍ ଜାରି କରାଯାଇଥିଲା ଏବଂ 22 ଅଯୋଗ୍ୟ ଚାଷୀଙ୍କ ଠାରୁ ଟଙ୍କା ଜବତ କରାଯାଇଥିଲା। କିଛି କୃଷକ ଏହି ରାଶି ନେବା ବନ୍ଦ କରିଦେଇଛନ୍ତି। କିଛି କୃଷକ ଅଛନ୍ତି ଯାହାର ପରିମାଣ ଏପର୍ଯ୍ୟନ୍ତ ସେମାନଙ୍କ ଆକାଉଣ୍ଟରେ ପହଞ୍ଚି ପାରିନାହିଁ। ଏହାର କାରଣ ହେଉଛି ଅନେକ କୃଷକ EKYC ଏବଂ NPCI କାର୍ଯ୍ୟ ଏପର୍ଯ୍ୟନ୍ତ ସାରିନାହାନ୍ତି। କୃଷକମାନେ ମୋବାଇଲରୁ ଘରେ ବସି ଏହି କାମ ମଧ୍ୟ କରିପାରିବେ। CSC କେନ୍ଦ୍ର ଏବଂ କୃଷି ସଂଯୋଜକ ଏବଂ ଆପଣଙ୍କ ପଞ୍ଚାୟତର କୃଷକ ପରାମର୍ଶଦାତାଙ୍କ ସାହାଯ୍ୟରେ ମଧ୍ୟ ଆପଣ ଏହା ମଧ୍ୟ କରିପାରିବେ। ତାପରେ ଆପଣଙ୍କ ଆକାଉଣ୍ଟକୁ ଏହି ଟଙ୍କା ଆସିବା ଆରମ୍ଭ କରିବ। ତ ସମସ୍ତେ ଶୀଘ୍ର ଯାଇ KYC କରି ନିଅନ୍ତୁ। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ସିଲେଇ ମେସିନ୍ ବିତରଣ ଆରମ୍ଭ, ଚେକ୍ କରନ୍ତୁ ଷ୍ଟାଟସ୍। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟଟି କ'ଣ ରହିଛି।
ମାଗଣା ସିଲେଇ ମେସିନ୍ ସ୍କିମ୍ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଉଛି, ଯେଉଁଥିରେ ମହିଳାମାନେ 9,000 ଟଙ୍କା ବି ପାଉଛନ୍ତି। ସମସ୍ତ ପ୍ରକାର ସୂଚନା ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ ହେବାକୁ ଲାଗିଛି। ବର୍ତ୍ତମାନ ଏହି ସିଲେଇ ମେସିନ୍ ଲୋକଙ୍କୁ ବିତରଣ ବି ଆରମ୍ଭ ହୋଇଥିବା କଥା କୁହାଯାଉଛି। ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ। ତେବେ ଏହି ଯୋଜନାରେ ଆର୍ଥିକ ସହାୟତା ଦାବି କରାଯାଉଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେଭଳି କୌଣସି ଘୋଷଣା କରାଯାଉନାହିଁ। ବିଶ୍ୱକର୍ମା ଯୋଜନା ଅଧୀନରେ ଲୋକଙ୍କୁ ମାଗଣା ସିଲେଇ ମେସିନ୍ ଯୋଗାଣ ଆରମ୍ଭ ହୋଇଛି। ଯଦି ଆପଣ ବି ଏହି ଯୋଜନାରେ ସାମିଲ ହେବାକୁ ଆବେଦନ କରିଥିଲେ ତେବେ ତୁରନ୍ତ ଆପ୍ଲିକେସନ ଷ୍ଟାଟସ୍ ଯାଞ୍ଚ କରନ୍ତୁ। ବର୍ତ୍ତମାନ ଉତ୍ତରପ୍ରଦେଶରେ ଏହି ଯୋଜନାରେ ପଞ୍ଜୀକୃତ ହିତାଧିକାରୀଙ୍କୁ ମାଗଣା ସିଲେଇ ମେସିନ୍ ପ୍ରଦାନ କରାଯିବା ଆରମ୍ଭ ହୋଇଛି। ଗତ 2023 ମସିହା ସେପ୍ଟେମ୍ବର 17 ତାରିଖରେ ଏହି ଯୋଜନାର ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଯୋଜନାରେ ସାମିଲ ହୋଇ ଘରେ ବସି ମହିଳାମାନେ ଆତ୍ମନିର୍ଭର ହୋଇପାରିବେ। ଆପଣ ମଧ୍ୟ ଆବେଦନ କରି ଏହି ଯୋଜନାର ଲାଭ ଉଠାଇପାରିବେ। ଏଥିପାଇଁ ଆୟ ପ୍ରମାଣପତ୍ର, ଠିକଣା ପ୍ରମାଣପତ୍ର, ବ୍ୟାଙ୍କ ଖାତା ବିବରଣୀ, ମୋବାଇଲ ନମ୍ବର, ପାସପୋର୍ଟ ସାଇଜ୍ ଫଟୋ, ମହିଳାଙ୍କ ଆଧାର କାର୍ଡ, ଦିବ୍ୟାଙ୍ଗ ହୋଇଥିଲେ ଏହାର ପ୍ରମାଣପତ୍ର ବି ଆବଶ୍ୟକ ରହିଛି। ତ ସାରାଦିନ ଏହିପରି ବଛା ବଛା ଏବଂ ଗୁରୁତ୍ୱପୂର୍ଣ୍ଣ ଖବର ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି ରଖନ୍ତୁ ଏବଂ ଆମ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ।